ଭାଗ୍ୟବାନ ଭଣଜା ଏମିତି ମାମୁଁ ଗୋଟିଏରେ ଗୋଟିଏ। ମାମୁଁଙ୍କ କାଉଡ଼ିର ଗୋଟିଏ ପଟେ ଭଣଜା ଆଉ ଅନ୍ୟପଟେ ଭଗବାନ ଶିବଙ୍କ ଜଳାଭିଷେକ ପାଇଁ ପବିତ୍ର ଜଳ। ଭକ୍ତି ଓ ସ୍ନେହର ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୁରକୁଣ୍ଡା ଅଞ୍ଚଳରେ। ଭଗବାନ ଶିବଙ୍କ ଜଳାଭିଷେକ ପାଇଁ କାଉଡ଼ିରେ ପବିତ୍ର ଜଳ ଧରି ଯାତ୍ରା କରୁଥିବା ବେଳେ ନିଜ ଭଣଜାଙ୍କୁ ମଧ୍ୟ କାଉଡ଼ିର ଅନ୍ୟପଟେ ବସାଇ ନେଇ ଯାତ୍ରା କରିଛନ୍ତି ମାମୁଁ। ମାମୁଁ ଭଣଜାଙ୍କ ଏହି ଭକ୍ତିଭରା ଯାତ୍ରା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଶିବଙ୍କ ଜଳାଭିଷେକ ପାଇଁ ପବିତ୍ର ଜଳ ନେଇ ସେ ଗୁପ୍ତେଶ୍ୱର ପୀଠରେ ପହଞ୍ଚିଛନ୍ତି। ଭଗବାନ ଶିବଙ୍କ ପ୍ରତି ଅଗାଢ଼ ଭକ୍ତି ସହ ଭଣଜାଙ୍କ ପ୍ରତି ମାମୁଁଙ୍କ ଏହି ନିଆରା ସ୍ନେହ ଓ ମମତା ସତରେ ପ୍ରଶଂସାଯୋଗ୍ୟ। ଭକ୍ତିର ଏହି ଅନନ୍ୟ ଦୃଶ୍ୟ ଦେଖି ଲୋକଙ୍କ ମୁହଁରେ ଗୋଟିଏ କଥା, ସତରେ ଭାଗ୍ୟବାନ ଏହି ଭଣଜା, ଏମିତି ମାମୁଁ ଗୋଟିଏରେ ଗୋଟିଏ। ବୋଲେ ବମ୍ ବମ୍ ଆପଣ ଗୋଟେ ଛୁଆ ଧରିଛନ୍ତି ଆଉ ପଛରେ ପାଣି ଧରିଛନ୍ତି, କ'ଣ ପାଇଁ? ଏଇଟା ମାନସିକ କ'ଣ ଅଛି ନା କ'ଣ? ମାନସିକ ଅଛି। ମୁଁ 12-13 ବର୍ଷ ହେଉଛି ଗୁପ୍ତେଶ୍ୱର ଆସୁଛି ପାଣି ଢାଳିବା ପାଇଁ। ଯଦି ମୋର ଫାଷ୍ଟ ଗୋଟେ ଭଞ୍ଜା ଦରକାର ଥିଲା ବୋଲି ମୁଁ ମନା କରିଥିଲି ବାବାକୁ। ବାବା ମୋତେ ଭଞ୍ଜା ଦେଲେ। ମୁଁ କହିଥିଲି ବାବାକୁ ମୁଁ ଭଞ୍ଜା ଯେତେବେଳେ ଧରି ଆଇବି ଯେତିକି ୱେଟ୍ ଥିବ ସେଇ ହିସାବରେ ମୁଁ ସେତିକି ଲିଟର ପାଣି ଆଣିବି। ଆଜ୍ଞା, କେଉଁଠୁ ଆସୁଛନ୍ତି ଆପଣ? କୋରକଣ୍ଡା, ମାଲକାନଗିରି କୋରକଣ୍ଡା 31 ନମ୍ବର। ଆଚ୍ଛା, ଭଣଜା ପୁରା ମୋବାଇଲ ଧରିକି ବ୍ୟସ୍ତ। ବୋଲବମ୍ ବୋଲବମ୍, ଧନ୍ୟବାଦ। ଜୟପୁର ମନୋଜ ଦାସଙ୍କ ରିପୋର୍ଟ, ସତ୍ୟପାଠ ନ୍ୟୁଜ୍।